मृत्यु पूर्वरु रावण देइथिला एही 5 गोटी उपदेश जदि आपण बुझीगले तेबे जीवन रे सफलता सुनिश्चित। नमस्कार, डीटीवी ओडिया रो एही स्वतंत्र उपस्थापना को आपण समस्त को स्वागत। दर्शक बंधु, राक्षस कुलर राजा थिले रावण, जे कि अत्यंत शक्तिशाली महापराक्रमी योद्धा तथा जणे परम शिव भक्त थिले। ଏହା ସହିତ ସେ ଶାସ୍ତ୍ରରେ ପ୍ରଖର ଜ୍ଞାନୀ ଏବଂ ବିଦ୍ୱାନ ଥିଲେ। ଯେତେବେଳେ ଧରାପୃଷ୍ଠରେ ତାଙ୍କର ପାପର ଭାର ବଢ଼ିଗଲା, ସେତେବେଳେ ଭଗବାନ ବିଷ୍ଣୁ ରାମଙ୍କ ରୂପରେ ପୃଥିବୀ ପୃଷ୍ଠରେ ଜନ୍ମ ନେଇ ରାବଣର ବିନାଶ କରିଥିଲେ। ତେବେ ରାବଣ ମରିବା ପୂର୍ବରୁ ଲକ୍ଷ୍ମଣଙ୍କୁ କିଛି ଉପଦେଶ ଦେଇଥିଲେ, ଯାହା ଆଜିର ସମୟରେ ବି ଲୋକମାନଙ୍କ ପାଇଁ ସଫଳତାର ପୁଞ୍ଜି ଅଟେ। ରାବଣ ମରଣାପନ୍ନ ଅବସ୍ଥାରେ ଥିଲେ ସେତେବେଳେ ଲକ୍ଷ୍ମଣଙ୍କୁ ଭଗବାନ ରାମ କହିଥିଲେ ଯେ ଏହି ସଂସାରରୁ ନୀତି, ରାଜନୀତି ଏବଂ ଶକ୍ତିର ମହାନ ପଣ୍ଡିତ ବିଦାୟ ନେଉଛନ୍ତି। ତେଣୁ ତୁମେ ତାଙ୍କ ନିକଟକୁ ଯାଇ ଜୀବନର କିଛି ଏଭଳି ଶିକ୍ଷାକୁ ଗ୍ରହଣ କର ଯାହା ଅନ୍ୟ କେହି ବି ଦେଇପାରିବେ ନାହିଁ। ରାମଙ୍କ କଥା ମାନି ଲକ୍ଷ୍ମଣ ରାବଣଙ୍କ ମୁଣ୍ଡ ପାଖରେ ଛିଡ଼ା ହୋଇଥିଲେ। ହେଲେ ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ଲକ୍ଷ୍ମଣକୁ କିଛି କହିନଥିଲେ ରାବଣ। ଏହାପରେ ଲକ୍ଷ୍ମଣ ସେଠାରୁ ଫେରିଆସି ଭଗବାନ ଶ୍ରୀରାମଙ୍କୁ ସବୁ କଥା କହିଥିଲେ। ସେହି ସମୟରେ ଲକ୍ଷ୍ମଣଙ୍କୁ ଶ୍ରୀରାମ କହିଥିଲେ, ଯଦି କାହାକୁ ଜ୍ଞାନ ପ୍ରାପ୍ତ କରିବାକୁ ଚାହୁଁଛ ତେବେ ତାର ମୁଣ୍ଡ ପାଖରେ ନୁହଁ, ତାର ଚରଣ ପାଖରେ ଛିଡ଼ା ହେବା ଉଚିତ। ଏହା ଶୁଣିବା ପରେ ଲକ୍ଷ୍ମଣ ପୁନର୍ବାର ରାବଣଙ୍କ ପାଖକୁ ଯାଇ ତାଙ୍କ ପାଦ ପାଖରେ ଛିଡ଼ା ହୋଇଥିଲେ। ସେହି ସମୟରେ ମହାପଣ୍ଡିତ ରାବଣ ଲକ୍ଷ୍ମଣକୁ 5 ଗୋଟି ଉପଦେଶ ଦେଇଥିଲେ, ଯାହା ଜୀବନରେ ସଫଳତାର ମାର୍ଗଦର୍ଶକ ସାଜିପାରେ। ରାବଣଙ୍କର ପ୍ରଥମ ଉପଦେଶ ଥିଲା, ଚୁକ୍ତିକୁ କେବେବି ନିଜର ଶତ୍ରୁକୁ ନିଜଠାରୁ ଦୁର୍ବଳ ଭାବିବା ଉଚିତ ନୁହଁ, କାରଣ ଅନେକ ସମୟରେ ଯାହାଙ୍କୁ ଆମେ ଦୁର୍ବଳ ଭାବିଥାଉ ସିଏ ହିଁ ଆମଠୁ ଅଧିକ ବଳଶାଳୀ ହୋଇଥାଏ। ଦ୍ୱିତୀୟ ଉପଦେଶ, ନିଜ ବଳର କେବେବି ଦୁରୁପଯୋଗ କରିବା ଉଚିତ ନୁହଁ। ଗର୍ବ ମଣିଷକୁ ଏପରି ଭାବରେ ନିପାତ କରିଥାଏ ଯେ ଯେପରି ଦାନ୍ତ କୌଣସି ସୁପାରିକୁ ଭାଙ୍ଗିଥାଏ। ତୃତୀୟ ଉପଦେଶ, ମଣିଷ ସର୍ବଦା ନିଜର ହିତାକାଂକ୍ଷୀଙ୍କ କଥା ମାନିବା ଉଚିତ, କାରଣ କୌଣସି ହିତାକାଂକ୍ଷୀ କାହାର କେବେ ଖରାପ ଚାହିଁନାହାନ୍ତି। ଚତୁର୍ଥ ଉପଦେଶ, କିଏ ନିଜର ଶତ୍ରୁ ଏବଂ ମିତ୍ର ଜାଣିବା ଉଚିତ। କେତେଥର ଆମେ ଯାହାକୁ ନିଜର ମିତ୍ର ବୋଲି ଭାବିଥାଉ ସିଏ ଆମର ଶତ୍ରୁ ହୋଇଥାନ୍ତି, ଆଉ ଯାହାକୁ ଆମେ ଶତ୍ରୁ ବୋଲି ଭାବିଥାଉ ସେ ପ୍ରକୃତରେ ଆମର ନିଜର ହୋଇଥାନ୍ତି। ରାବଣଙ୍କର ପଞ୍ଚମ ତଥା ଶେଷ ଉପଦେଶ ଥିଲା, କେବେ ପର ସ୍ତ୍ରୀ ଉପରେ ଖରାପ ଦୃଷ୍ଟି ରଖିବା ଉଚିତ ନୁହଁ, କାରଣ ଅନ୍ୟର ସ୍ତ୍ରୀ ଉପରେ ଖରାପ ନଜର ପକାଇବା ଲୋକ ସବୁବେଳେ ନଷ୍ଟ ହୋଇଯାଆନ୍ତି। ତେବେ ଦର୍ଶକ ବନ୍ଧୁ, ଅସୁର ହେଲେ ବି ରାବଣ ହେଉଛନ୍ତି ଜଣେ ମହାଜ୍ଞାନୀ, ଏକଥା ସମସ୍ତଙ୍କୁ ଜଣା। ଏପରିକି ସ୍ୱୟଂ ରାମଚନ୍ଦ୍ର ରାବଣ ବଦ୍ଧ କରିବା ପାଇଁ ବାନ୍ଧିଥିବା ସେତୁ ପୂଜା ବି ରାବଣ କରିଥିଲେ। ତେବେ ରାବଣ ଦେଇଥିବା ଉପଦେଶ ମଧ୍ୟରେ ଅନ୍ୟ ଉପଦେଶ ହେଉଛି ଶୁଭ କାର୍ଯ୍ୟକୁ ଖୁବ ଶୀଘ୍ର କରିବା ଉଚିତ। ଅଶୁଭ କାର୍ଯ୍ୟକୁ ଯେତେ ଦୂରେଇ ପାରିବ ସେତେ ଭଲ। କଥାରେ ଅଛି, ଶୁଭସ୍ୟ ଶୀଘ୍ରମ୍। ମୋର ପ୍ରଭୁ ଶ୍ରୀରାମଙ୍କୁ ମୋତେ ଶୀଘ୍ର ଚିହ୍ନିବାର ଆବଶ୍ୟକତା ଥିଲା। ମୁଁ ଚିହ୍ନିବାରେ ବିଳମ୍ବ କରିବାରୁ ଏପରି ହୋଇଛି। ଏହା ଛଡ଼ା ମୁଁ ଚାହିଁଥିଲେ ସ୍ୱର୍ଗକୁ ସିଡ଼ି ବି ବାନ୍ଧି ପାରିଥାନ୍ତି, ମାତ୍ର ମୋର ବିଳମ୍ବତା ହେତୁ ମୁଁ ତାହା କରିପାରିଲି ନାହିଁ। ରାବଣ ଦେଇଥିବା ଅନ୍ୟ ଉପଦେଶଟି ହେଉଛି, ନିଜର ପ୍ରତିଦ୍ୱନ୍ଦ୍ୱୀ ବା ଶତ୍ରୁଙ୍କୁ କେବେ ବି ଛୋଟ ଭାବିବ ନାହିଁ। ମୁଁ ଯେଉଁମାନଙ୍କୁ ସାଧାରଣ ବାନର ଏବଂ ଭାଲୁ ଭାବୁଥିଲି ସେହି କ୍ଷୁଦ୍ର ଜୀବମାନେ ମିଶି ମୋର ପୁରା ସେନାକୁ ନଷ୍ଟ କରିଦେଲେ। ରାବଣ ଦେଇଥିବା ଅନ୍ୟ ଉପଦେଶଟି ହେଉଛି, ନିଜ ଜୀବନର କୌଣସି ରହସ୍ୟମୟ ବିଷୟକୁ କାହା ବି ସମ୍ମୁଖରେ କହିବା ଅନୁଚିତ। ମୁଁ ମୋର ଭାଇ ବିଭୀଷଣଙ୍କୁ ବିଶ୍ୱାସରେ ମୋର ମୃତ୍ୟୁର ରହସ୍ୟ କହିଥିଲି। ତାହା ହିଁ ମୋ ଜୀବନର ସବୁଠୁ ବଡ଼ ଭୁଲ ଥିଲା, ଯେଉଁଥିପାଇଁ ମୁଁ ଆଜି ମରିବାକୁ ଯାଉଛି। ତେବେ ଦର୍ଶକ ବନ୍ଧୁ, ରାବଣ ମହିଳାମାନଙ୍କ ବିଷୟରେ ବି କହିଥିଲେ ଏହି 4 ଗୋଟି ଗୁପ୍ତ କଥା, ଯାହା ଅପ୍ରିୟ ହେଲେ ବି ସମ୍ପୂର୍ଣ୍ଣ ସତ୍ୟ ବଚନ ଅଟେ। ରାବଣ ଲଙ୍କାର ରାଜା ଥିଲେ। ଶାସ୍ତ୍ର ଅନୁସାରେ ରାବଣ ଜଣେ ମହାନ ପଣ୍ଡିତ ତଥା ଜ୍ଞାନୀ ଥିଲେ। ରାବଣ ଏତେ ଜ୍ଞାନୀ ଥିଲେ କି
से पूर्वरु जानि पारुथिले कि भविष्यतरे कौन हेबो। एहा सहित रावण निजर अन्य किछि गुण जोगु भी जणा जाउथिले, किंतु रावण महिलांक विषय एभली किछि कथा कहिचंती जहाकू जानिबा परे आपणकर रोम भी टांकुरी उठिबो। महिलांक विषय से चारोटी कथा जानिबा निहाती आवश्यक अटे। रावण निजर प्राणत्याग करिबा पूर्वरु स्त्रींक विषय कहिचंती कि स्त्री माने बहुत अधिक स्वार्थी होइतांती एवं सेमाने निजर स्वार्थ हासिल करिबा पई किछि भी करि पारंती। एथिपई सेमाने काहाकू धोखा भी देई पारंती, काहाकू रास्तारू हटाई भी पारंती, काहाकू आपणाई भी पारंती। एमितिरे स्त्री माने लोभरे किछि भी करि पारंती। रावण एहा भी कहिथिले कि स्त्री माने निजर प्रयात कथारू बहुत जल्दी ओहराई जाती। सेथिपई एही कारण अटे कि स्त्री मानक उपरे बहुत बुझी सुझिकी विश्वास करिबा उचित। स्त्री माने लोकमानक मध्यरे झगड़ा भी कराई पारंती। रावण निजर प्राणत्याग करिबा पूर्वरु एहा भी कहिथिले स्त्री मानक पेटरे कोनोसी भी रहस्य लुचिकी रही पारिबो नाही। आपण तांकर जेते निजर हेले भी सेमाने केबे ना केबे आपणकर सत समस्तंक सामनारे कहि दियंती। एमितिरे स्त्री माने गुप्त रहस्य को निया भली प्रचार करि दियंती। सेथिपई कोनोसी भी स्त्री को निजर गुप्त कथा कहिबा उचित नुह। स्त्री माने काहार कथारे बहुत जल्दी आसी जाती एवं काहार विचालरे फसी जाती। एमितिरे अन्यर कथारे आसी स्त्री माने निज घरर विनाश पई निजे ही दायी होइथांती। स्त्री माने जेतेबेले क्रोधरे आसंती सेतेबेले समाने सामनारे थिबा व्यक्ति को केबे भी छाड़ंती नहीं। ब्यूरो रिपोर्ट डीटीवी ओडिया। 18 मई 2025 राहु चलिबे मीनरू बक्राचार होई कुंभ राशि। 18 मई 2025 रु 5 डिसेंबर 2026 पर्यंत राहु रहिबे कुंभ राशि। तेबे राहु केतुंकर चलन आपण को जीवन को किपरि करिवो प्रभावित जानिया पई देखंतु डीटीवी ओडिया। मेष ठारू मीन पर्यंत आपण मानक राशि राहु केतु चलन जानंतु फलाफल देखंतु केवल डीटीवी ओडिया। देखिबा पई चैनल को सब्सक्राइब करंतु। आपण वीडियो को सर्च करंतु राहु केतुंक संपर्क में निज राशि राहु केतु चलन एवं प्रभाव विषय आपण जानि परिबे। देखंतु राहु चलन केवल डीटीवी ओडिया। जदि आपणक जीवन रे व्यक्तिगत पारिवारिक समस्या, कर्मक्षेत्र नियुक्ति, वैवाहिक समस्या, वास्तु दोष एवं माली मकदमा आदि समस्या थाए ताहेले समस्यार समाधान और परामर्श पाई आमकु जोगाजोग करंतु। ज्योतिर्वेद डॉक्टर भवानी शंकर महापात्र, बुधेश्वरी कॉलोनी, प्लॉट नंबर 26, भुवनेश्वर। फोन नंबर 9776833302 9439444924। आमर वेबसाइट www.srijagannathastro.com। डीटीवी ओडिया देखिवा पई सब्सक्राइब करंतु एवं बेल आइकन को मध्य दबाई दियंतु।